ଏବେ ଦର୍ଶକ ବନ୍ଧୁ IPL 2026 ମୁମ୍ବାଇ ଇଣ୍ଡିଆନ୍ସର ସମସ୍ୟା କମିବାର ନାଁ ନେଉନାହିଁ। ପୁଣି ଥରେ ପରାଜୟର ସ୍ୱାଦ ଚାଖିଛି ମୁମ୍ବାଇ। ହାଇଦ୍ରାବାଦ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ 6ଟି ୱିକେଟରେ ହାରିଛି ଦଳ। 244 ରନ୍ର ଏକ ବିଶାଳ ଲକ୍ଷ୍ୟକୁ ପଛରେ ପକାଇ ହାଇଦ୍ରାବାଦ ଯେଉଁଭଳି ଭାବରେ ବିଜୟ ହାସଲ କଲା ତାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ। ଆଜିର ଭିଡ଼ିଓରେ ଆମେ କଥା ହେବା କେମିତି ହେନରିଚ୍ କ୍ଲାସେନଙ୍କ ଧୂଆଁଧାର ପାଳି ମୁମ୍ବାଇ ହାତରୁ ମ୍ୟାଚ୍ ଛଡ଼ାଇ ନେଲା। ତେବେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ 243 ରନ୍ର ଏକ ପାହାଡ଼ ସଦୃଶ ସ୍କୋର ଛିଡ଼ା କରିଥିଲା। ଲାଗୁଥିଲା ଯେ ମୁମ୍ବାଇ ଏହି ମ୍ୟାଚ୍କୁ ସହଜରେ ଜିତିନେବ। ବ୍ୟାଟରମାନେ ଭଲ ପ୍ରଦର୍ଶନ କରିଥିଲେ ସତ, କିନ୍ତୁ ବୋଲରମାନେ ଏହି ସ୍କୋରକୁ ରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଚଳିତ ସିଜନରେ ଏହା ମୁମ୍ବାଇର ପଞ୍ଚମ ପରାଜୟ। ତେବେ 244 ରନ୍ର ପିଛା କରିଥିବା ହାଇଦ୍ରାବାଦ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ରୂପ ଆପଣାଇଥିଲା, କିନ୍ତୁ ପ୍ରକୃତ ଖେଳ ଦେଖାଇଥିଲେ ହେନରିଚ୍ କ୍ଲାସେନ। 30 ବଲ୍ରୁ 65 ରନ୍ର ବିସ୍ଫୋରକ ପାଳି କ୍ଲାସେନ ମଇଦାନର ଚାରିଆଡ଼କୁ ଛକା ଚୌକା ବର୍ଷା କରିଥିଲେ। ତାଙ୍କର ଏହି ଅର୍ଦ୍ଧଶତକୀୟ ପାଳି ଯୋଗୁଁ ମୁମ୍ବାଇର ବୋଲରମାନେ ସମ୍ପୂର୍ଣ୍ଣ ଚାପରେ ରହିଥିଲେ। ତେବେ ହାଇଦ୍ରାବାଦ ଏତେ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲା ଯେ ମ୍ୟାଚ୍ ଶେଷ ହେବାକୁ 8ଟି ବଲ୍ ବାକି ଥାଇ ସେମାନେ ଲକ୍ଷ୍ୟ ହାସଲ କରିନେଇଥିଲେ। 6ଟି ୱିକେଟରେ ଏହି ବଡ଼ ବିଜୟ ହାଇଦ୍ରାବାଦ ପାଇଁ ପଏଣ୍ଟ ଟେବୁଲର ବହୁତ ଲାଭଦାୟକ ହେବ। ତେବେ ଆସନ୍ତୁ ଜାଣିବା ମୁମ୍ବାଇ ବିଫଳତାର ପଛର କାରଣ। ତେବେ ବୋଲିଂ ବିଭାଗର ଦୁର୍ବଳତା। ଏତେ ବଡ଼ ସ୍କୋର କରି ମଧ୍ୟ ବୋଲରମାନେ ରନ୍ ରୋକିବାରେ ସଫଳ ହେଲେ ନାହିଁ। ସେହିପରି ଶେଷ ଆଡ଼କୁ ଖୁବ୍ ଅଧିକ ରନ୍ ଖର୍ଚ୍ଚ କରିବା ମୁମ୍ବାଇ ପାଇଁ ମହଙ୍ଗା ପଡ଼ିଗଲା। 5ଟି ମ୍ୟାଚ୍ ହାରିବା ପରେ ଏବେ ମୁମ୍ବାଇ ପାଇଁ ପ୍ଲେଅଫ୍ ରାସ୍ତା ବହୁତ କଷ୍ଟକର ହୋଇପଡ଼ିଛି। ତେବେ ହାଇଦ୍ରାବାଦର 244 ରନ୍କୁ ପିଛା କରିଥିବା ଦୁଇ ଓପନର ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା ଦମଦାର ପାଳି ଆରମ୍ଭ କରିଥିଲେ। ଅଭିଷେକ ଶର୍ମା 45 ରନ୍ କରିଥିବା ବେଳେ ହେଡ୍ 76 ରନ୍ କରିଛନ୍ତି। ଏହି ଦୁଇ ଯୋଡ଼ି ଆଉଟ୍ ହେବା ପରେ ଇଶାନ କିଶନ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ପରେ କ୍ଲାସେନ ଅର୍ଦ୍ଧଶତକ ପାଳି ଖେଳିଥିଲେ। ନୀତିଶ କୁମାର ରେଡ୍ଡି 21 ରନ୍ କରିବାରେ ସକ୍ଷମ ହୋଇଥିଲେ। ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ନିଜର ରଣନୀତି ଅନୁସାରେ ବ୍ୟାଟିଂ ଆରମ୍ଭ କରି ପ୍ରଥମରୁ ହାଇଦ୍ରାବାଦ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ ରିକଲ୍ଟନ୍। ତାଙ୍କ ଶତକୀୟ ପାଳି ବଳରେ 5ଟି ୱିକେଟ୍ ବିନିମୟରେ ଦଳ 243 ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ୱାଙ୍ଗଖେଡ଼େରେ ଘରୋଇ ଦଳର ବ୍ୟାଟ୍ସମ୍ୟାନ୍ ନିଜର ଦବଦବା ଜାରି ରଖିଥିଲେ। ତେବେ ମୁମ୍ବାଇ ତରଫରୁ ରିକଲ୍ଟନ୍ ଏହି ମ୍ୟାଚ୍ରେ 123 ରନ୍ର ପାଳି ଖେଳିଛନ୍ତି। ତେବେ ମୁମ୍ବାଇ ପାଇଁ ୱିଲ୍ ଜ୍ୟାକ୍ସ ଏବଂ ରିଆନ୍ ରିକଲ୍ଟନ୍ ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ଖେଳାଳି ଏକ ଭଲ ଆରମ୍ଭ କରିଥିଲେ। ଦଳୀୟ ସ୍କୋରକୁ ପ୍ରଥମ ୱିକେଟ୍ରେ 93 ରନ୍ରେ ପହଞ୍ଚାଇଥିଲେ। ତେବେ ଏଥିରୁ ୱିଲ୍ ଜ୍ୟାକ୍ସଙ୍କର ବ୍ୟକ୍ତିଗତ ସ୍କୋର ଥିଲା 46 ରନ୍, ଯିଏକି 22ଟି ବଲ୍ରେ ଖେଳି 5ଟି ଚୌକା ଏବଂ 3ଟି ଛକା ମାରିଥିଲେ। ସେହିପରି ମୁମ୍ବାଇର ବାକି ବ୍ୟାଟ୍ସମ୍ୟାନ୍ମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ 5 ରନ୍, ନମନ ଧୀର 22 ରନ୍, ପାଣ୍ଡ୍ୟା 31 ରନ୍ ଏବଂ ତିଲକ ବର୍ମା 7 ରନ୍ କରିବାରେ ସଫଳ ହୋଇଥିଲେ। ସେପଟେ ହାଇଦ୍ରାବାଦ ପକ୍ଷରୁ ପ୍ରଫୁଲ୍ଲ ହିଙ୍ଗେ 2ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କୁ କ'ଣ ଲାଗୁଛି ମୁମ୍ବାଇ ଇଣ୍ଡିଆନ୍ସ ଏବେ ବି କମ୍ବ୍ୟାକ୍ କରିପାରିବେ କି? ଏବଂ କ୍ଲାସେନଙ୍କ ଏହି ବ୍ୟାଟିଂ ବିଷୟରେ ଆପଣଙ୍କ ମତାମତ କ'ଣ? କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଏବଂ କାହା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ଖରାପ ପ୍ରଦର୍ଶନ କରିଆସୁଛି, ଆପଣଙ୍କ ମତାମତ କ'ଣ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। କେଉଁ ପ୍ଲେୟାର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ହାରୁଛି ତାଙ୍କ ନାମ ନିଶ୍ଚୟ କମେଣ୍ଟରେ କୁହନ୍ତୁ। ମୋତେ ଲାଗୁଛି ବୁମ୍ରା ଏବଂ ସୂର୍ଯ୍ୟକୁମାର ଯାଦବ, କାରଣ ଦୁଇ ଜଣକେ ଫର୍ମରେ ନାହାନ୍ତି। ତେବେ ଆପଣଙ୍କ ମତରେ କେଉଁ ଖେଳାଳି ଏପର୍ଯ୍ୟନ୍ତ ଫର୍ମରେ ନାହାନ୍ତି କମେଣ୍ଟରେ ନିଶ୍ଚୟ କୁହନ୍ତୁ। ଆଉ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଭିଡ଼ିଓରେ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ, କାରଣ ଏହିଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଜଗନ୍ନାଥ।